ଛମଉଚ 53 ବର୍ଷର ସାର୍ବଜନୀନ ଦୁର୍ଗା କମିଟି ପକ୍ଷରୁ ନବମୀ ସନ୍ଧ୍ୟାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ। ମା ସବୁ ସନ୍ତାନଙ୍କର ମଙ୍ଗଳ କାମନା କରନ୍ତି, ସମସ୍ତଙ୍କୁ କୋଳରେ ଧରନ୍ତି। ତେଣୁ ତାଙ୍କର ଅନ୍ୟ ନାମ ଜଗଦ୍ଧାତ୍ରୀ। ସେ ବିଯୁକ୍ତତା ଓ ବିଚ୍ଛିନ୍ନତାକୁ ସୁସଂଶ୍ଳିଷ୍ଟ କରି ଉଠାନ୍ତି। ତେଣୁ ଦୁର୍ଗା ପୂଜା କେବଳ ମାତ୍ର ପୁଷ୍ପ ବେଲପତ୍ରର ପୂଜା ନୁହେଁ, ଏହା ମାନବତାର ଏକ ବିରାଟ ମିଳନ ଉତ୍ସବ। ତେଣୁ ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବ୍ଲକ ଗୋପୀମୋହନପୁର ପଞ୍ଚାୟତ ଛମଉଚ ରାଣୀ ପଡ଼ିଆଠାରେ 53 ବର୍ଷର ସାର୍ବଜନୀନ ଦୁର୍ଗା କମିଟି ପକ୍ଷରୁ ନବମୀ ପୂଜା ସହିତ ସନ୍ଧ୍ୟାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ 30ରୁ ଊର୍ଦ୍ଧ୍ୱ କୁନି କୁନି ପିଲାମାନେ ଅଂଶଗ୍ରହଣ କରିଥିଲେ। ରାଜଗୋପାଳ ଓଝା, ସୁଦୀପ୍ତ କର, ସୀତାରାମ ପରିଡ଼ା, ବରେନ୍ଦ୍ର ପ୍ରଧାନ, ସଦାଶିବ ଦାସ ଏବଂ ପ୍ରାର୍ଥୀ ସାରଥୀ ଦାସଙ୍କ ଉଦ୍ୟମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପ୍ରଧାନଙ୍କ ପୁତ୍ର ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନ ଏବଂ ତାଙ୍କ ସହଧର୍ମିଣୀ ମୋନାଲି ପ୍ରଧାନଙ୍କ ଆର୍ଥିକ ସହଯୋଗରେ ଏହି ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ନୃତ୍ୟ ପ୍ରତିଯୋଗିତାରେ ସିନିୟର ବିଭାଗର ପ୍ରୀତିପ୍ରଜ୍ଞା ରଣା ପ୍ରଥମ, ରଣଜିତ ଜେନା ଦ୍ୱିତୀୟ, ଆଶୁତୋଷ ବେହେରା ତୃତୀୟ, ସେହିପରି ଜୁନିୟର ବିଭାଗରୁ ଭାଗ୍ୟଶ୍ରୀ ପରିଡ଼ା ପ୍ରଥମ, ଅମୃତା ପାତ୍ର ଦ୍ୱିତୀୟ ଓ ଆରାଧ୍ୟା ଦାସ ଅଧିକାରୀ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସାମ୍ବାଦିକ ମନୋଜ କୁମାର ଭୁଆଁ ଓ ନୃତ୍ୟଗୁରୁ ପ୍ରଜ୍ଞା ପରିମିତା ଦାସ ବିଚାରକ ଭାବେ ଯୋଗ ଦେଇଥିଲେ। ପୂଜା କମିଟିର ସଭାପତି ଗୌରହରି ଜେନା, ଉପସଭାପତି ଅଭିଳାଷ ଦାସ, ବିଜୟ ଜେନା, ନିର୍ମଳ ରାଜ, ସମ୍ପାଦକ ଅଜୟ କୁମାର ପ୍ରଧାନ, ସହ ସମ୍ପାଦକ ପ୍ରଦୀପ କୁମାର ପ୍ରଧାନ, ପାର୍ଥ ସାରଥୀ ଦାସ, ଭାଗବତ ଦାସ, କୋଷାଧ୍ୟକ୍ଷ ବ୍ୟତକେଶ ପ୍ରଧାନ, ସହ କୋଷାଧ୍ୟକ୍ଷ ନିର୍ମଳ ଚନ୍ଦ ପ୍ରମୁଖ କମିଟିର ସଦସ୍ୟମାନେ ଅତିଥି ଭାବେ ଯୋଗ ଦେବା ସହିତ ସହଯୋଗ କରିଥିଲେ। ଜଳେଶ୍ୱରରୁ ମନୋଜ କୁମାର ଭୁଆଁଙ୍କ ରିପୋର୍ଟ, ବି ନ୍ୟୁଜ୍।